ଶ୍ରାବଣ ମାସ ଆରମ୍ଭ ହେବା ସହିତ ଶିବ ମନ୍ଦିର ଗୁଡ଼ିକରେ ଭଗବାନ ଭୋଳାନାଥଙ୍କର ଭକ୍ତମାନଙ୍କ ଭିଡ଼ ବଢ଼ିଥାଏ। ପ୍ରତ୍ୟେକ ଭକ୍ତଗଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି। ଏଥିପାଇଁ ଭକ୍ତମାନେ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି ଏବଂ ବେଲପତ୍ର ସହ ଭଗବାନଙ୍କ ପ୍ରିୟ ଜିନିଷମାନ ଅର୍ପଣ କରନ୍ତି। ଏହା ସହିତ ନିଜର ମନୋକାମନା ପୂରଣ ପାଇଁ ବିଭିନ୍ନ ଉପାୟ କରନ୍ତି। କୁହାଯାଏ ଯେ ଏହି ମାସରେ ଭଗବାନ ଭୋଳାନାଥ ନିଜର ସମସ୍ତ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ଯେଉଁଠି ମହାଦେବ ପ୍ରସନ୍ନ ହୁଅନ୍ତି ସେଠି ସେ ରାତାରାତି ସମସ୍ତ ଦୁଃଖ ଓ ସମସ୍ୟା ଦୂର କରିଦିଅନ୍ତି। ମହାଦେବଙ୍କର କ୍ରୋଧ ଅତି ଭୟଙ୍କର ହୋଇଥାଏ, ତେଣୁ ତାଙ୍କର ଉପାସନା କରିବା ସମୟରେ କିଛି ବିଶେଷ ଜିନିଷ ଧ୍ୟାନ ରଖିବା ଆବଶ୍ୟକ। ଅଜାଣତରେ ଆପଣ ଏମିତି କିଛି ଜିନିଷ ଅର୍ପଣ କରି ନ ଦିଅନ୍ତୁ ଯାହା ଭୋଳାନାଥଙ୍କୁ ପସନ୍ଦ ହୋଇନଥିବ ଏବଂ ସେ କ୍ରୋଧ ମଧ୍ୟ କରିବେ। ଏମିତି କିଛି ଜିନିଷ ଅଛି ଯାହା ଅର୍ପଣ କଲେ ମହାଦେବ କ୍ରୋଧିତ ହୁଅନ୍ତି ଓ ରୁଦ୍ର ରୂପ ଧାରଣ କରନ୍ତି। ତେଣୁ ଆସନ୍ତୁ ଜାଣିନେବା ଯେ କେଉଁ କେଉଁ ଜିନିଷ ଯେଉଁଠି ଭଗବାନ ଶିବଙ୍କ ପୂଜା ସମୟରେ ଦୂର ରଖିବା ଆବଶ୍ୟକ, କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ। ଭୋଳାନାଥଙ୍କୁ ଏହି 5ଟି ଜିନିଷ ଭୁଲ କରି ମଧ୍ୟ ଅର୍ପଣ କରିବେ ନାହିଁ। ପ୍ରଥମେ ହେଉଛି ହଳଦୀ। ହଳଦୀର ବ୍ୟବହାର କେବେ ବି କରନ୍ତୁ ନାହିଁ। ହିନ୍ଦୁ ଧର୍ମରେ ହଳଦୀ ଅତ୍ୟନ୍ତ ପବିତ୍ର ମାନାଯାଏ, ହେଲେ ଭଗବାନ ଶିବଙ୍କ ପୂଜାରେ ଏହା ବଂଛନୀୟ। ହଳଦୀ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଜିନିଷ ଭାବରେ ପରିଚିତ ଏବଂ ଶିବଲିଙ୍ଗ ପୁରୁଷତ୍ୱ ପ୍ରତୀକ ରୂପେ ମନାଯାଏ। ତେଣୁ ଏହାର ଅର୍ପଣ କରିବା ନିଷେଧ ହୋଇଥାଏ। ତେଣୁ ଆପଣ କେବେ ବି ଶିବଲିଙ୍ଗରେ ବା ମହାଦେବଙ୍କୁ ହଳଦୀ ଅର୍ପଣ କରନ୍ତୁ ନାହିଁ। ଦ୍ୱିତୀୟରେ ହେଉଛି ତୁଳସୀ ପତ୍ର। ତୁଳସୀ ପତ୍ର ଅନେକ ଦେବତାଙ୍କ ପୂଜାରେ ବ୍ୟବହୃତ ହୁଏ, ତେବେ ଶିବଙ୍କ ପୂଜାରେ ଏହା ବାରଣ କରାଯାଇଛି। ପୁରାଣ କଥା ଅନୁଯାୟୀ ଶିବ ତୁଳସୀଙ୍କର ପତି ଜଳନ୍ଧରଙ୍କର ବଧ କରିଥିଲେ। ସେହି କାରଣରୁ ତୁଳସୀ ଶିବଙ୍କୁ ପୂଜା କରିବାରୁ ମନା କରିଥିଲେ। ତୁଳସୀ ଆପଣ ମହାଦେବଙ୍କୁ ଅର୍ପଣ କରିବେ ନାହିଁ, କିନ୍ତୁ ତୁଳସୀକୁ ଆପଣ ଜଗନ୍ନାଥ ଓ ନାରାୟଣଙ୍କୁ ଅର୍ପଣ କରିପାରିବେ। ନମ୍ବର 3, ଶାସ୍ତ୍ର ଅନୁଯାୟୀ ଶିବଙ୍କ ପୂଜାରେ କେତକୀ କିମ୍ବା କମଳ ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଏହା ସହିତ ଲାଲି ରଙ୍ଗର ଫୁଲ ମଧ୍ୟ ଅର୍ପଣ କରିବେ ନାହିଁ। ଏହା ବଦଳରେ ବେଲପତ୍ର, ଦୁଦୁରା, ଭାଙ୍ଗପତ୍ର ଅର୍ପଣ କରିପାରିବେ। ନମ୍ବର 4, ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ। ଏହି ରୀତି ଏକ ପୌରାଣିକ କଥା ସହିତ ଜଡ଼ିତ ଅଛି। ଦୈତ୍ୟ ଶଙ୍ଖଚୂଡ଼ଙ୍କର ବଧ ଯେତେବେଳେ ହୋଇଥିଲା, ତାପରେ ତାର ଭସ୍ମରୁ ଶଙ୍ଖ ଉତ୍ପନ୍ନ ହୋଇଥିଲା। ଏହି କାରଣରୁ ଶିବଙ୍କ ପୂଜାରେ ଶଙ୍ଖ ବ୍ୟବହାର କରିବା ମନା କରାଯାଇଛି। ନମ୍ବର 5ରେ ହେଉଛି ନଡ଼ିଆ ପାଣି ଅର୍ପଣ କରିବେ ନାହିଁ। କ୍ଷୀର, ମହୁ, ଦହି ଓ ଆଖୁ ରସ ଦିଆଯାଏ, ଯାହା ମହାଦେବଙ୍କର ପ୍ରିୟ ହୋଇଥାଏ, କିନ୍ତୁ ନଡ଼ିଆ କିମ୍ବା ତାହାର ପାଣି ଶିବଲିଙ୍ଗ ଉପରେ ଅର୍ପଣ କରିବା ନିଷେଧ। ଏମିତି କୁହାଯାଏ କି ଦେବୀ ଦେବତାଙ୍କୁ ଅର୍ପଣ କରାଯାଇଥିବା ଜିନିଷ ନିଜେ ଗ୍ରହଣ କରିବା ଯୋଗ୍ୟ ହୋଇଥାଏ, କିନ୍ତୁ ଶିବଲିଙ୍ଗରେ ଅର୍ପିତ ଜିନିଷକୁ ନିଜେ ଗ୍ରହଣ କରିପାରିବା ନାହିଁ। ଏହି କାରଣରୁ ଶିବଲିଙ୍ଗରେ ନଡ଼ିଆ ଏବଂ ନଡ଼ିଆ ପାଣି ଅର୍ପଣ କରାଯାଏ ନାହିଁ।